ସାଧାରଣତନ୍ତ୍ର ଦିବସରେ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲର ନିଆରା କାର୍ଯ୍ୟକ୍ରମ। ବରଗଡ଼ ଜିଲ୍ଲାର ଚକରକ୍ୟାନ ଅନ୍ତର୍ଗତ ଝାଙ୍କରପାଲିଠାରେ ରହିଛି ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲ। ଏହି ପବ୍ଲିକ୍ ସ୍କୁଲରେ ଅନେକ କିଛି ନିଆରା କାର୍ଯ୍ୟକ୍ରମ କରି ଏ ଅଞ୍ଚଳ ପାଇଁ ଏକ ଉଦାହରଣ ସୃଷ୍ଟି କରିସାରିଛନ୍ତି। ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ମାନଦଣ୍ଡ ବୃଦ୍ଧି କରିବା ପାଇଁ ଅନେକ କିଛି କାର୍ଯ୍ୟକ୍ରମ ଆପଣାଇଥାନ୍ତି। ବିଭିନ୍ନ ସମୟରେ ସମାଜରେ ପାଳିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଯାହାକି ଛୋଟ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ଯାହାଦ୍ୱାରା ମଣିଷ ସମାଜର ଏକ ନୂତନ ଦିଗ ମିଳିପାରିବ, ସେମିତି କାର୍ଯ୍ୟକ୍ରମକୁ ହାତକୁ ନେଇ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲ ନିଆରା ଢଙ୍ଗରେ ପାଳନ କରିଥାଏ, ଯାହାଫଳରେ କି ଛାତ୍ରଛାତ୍ରୀମାନଙ୍କ ପାଖରେ ଶିକ୍ଷା ଗ୍ରହଣ କରିବାରେ ଉତ୍ସାହ ବଢ଼ିଥାଏ। ସ୍ୱାସ୍ଥ୍ୟ ହେଉ କି ସେବା ହେଉ କିମ୍ବା ସମାଜରେ ଥିବା ସଂସ୍କାର ପରମ୍ପରା ଏବଂ ସଂସ୍କୃତି ହେଉ, ଏସବୁ କାର୍ଯ୍ୟକ୍ରମକୁ ଭିନ୍ନ ଭିନ୍ନ ଶୈଳୀରେ ଆୟୋଜନ କରି ଛାତ୍ରଛାତ୍ରୀମାନଙ୍କୁ ସମାଜର ସ୍ରୋତରେ ସାମିଲ କରିବା ପାଇଁ ସତ ଚେଷ୍ଟା କରିଆସିଛି। ସେମିତି ଏକ କାର୍ଯ୍ୟକ୍ରମ ଦେଶର 76ତମ ସାଧାରଣତନ୍ତ୍ର ଦିବସକୁ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲ ଏକ ଅଭିନବ ଢଙ୍ଗରେ ପାଳନ କରିଛି। ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ସୃଷ୍ଟି ହୋଇଥିଲା ଭିନ୍ନ ଏକ ପରିବେଶ। 76ତମ ସାଧାରଣତନ୍ତ୍ର ଦିବସର ତ୍ରିରଙ୍ଗା ପତାକାକୁ ସସମ୍ମାନ ଜଣାଇ ଏବଂ ସ୍ୱାଧୀନତାର ବିଶେଷ ମହତ୍ତ୍ୱକୁ ପାଳନ କରି ଛାତ୍ରଛାତ୍ରୀମାନେ ଦେଖାଇଥିଲେ ନିଜ ନିଜର କରିସ୍ମା। କୁନି କୁନି ହୃଦୟରେ ବୀର ଯବାନର ଠାଣିରେ ସ୍କୁଲ ପ୍ରାଙ୍ଗଣରେ ସୃଷ୍ଟି ହୋଇଯାଇଥିଲା ଏକ ମନୋରଞ୍ଜନର ପସରା। ପବିତ୍ର ଭାରତବର୍ଷ ଦିନେ ଇଂରେଜମାନଙ୍କ କାଳଫାଶରେ ବନ୍ଦୀ ହୋଇ ପରାଧୀନର ସ୍ୱାଦ ଚାଖି ଚାଲିଥିଲେ। ଅତ୍ୟାଚାର ପରେ ଅତ୍ୟାଚାରରେ ଭାରତୀୟମାନେ ବଞ୍ଚି ବଞ୍ଚି ମରୁଥିବା ଦୃଶ୍ୟକୁ ଭାରତ ମାତା ସହ୍ୟ କରିପାରିନଥିଲେ। ସେହି ପରାଧୀନ ଭାରତକୁ ସ୍ୱାଧୀନ କରିବା ପାଇଁ ଇଂରେଜମାନଙ୍କୁ ଦେଶରୁ ହଟାଇବା ପାଇଁ ଏହି ପବିତ୍ର ଭାରତ ମାଟିରେ ଜନ୍ମ ନେଇଥିଲେ ଲଢ଼ୁଆ ବୀର। ଲଢ଼ୁଆ ବୀର ଦେଶପ୍ରେମୀଙ୍କ ହୃଦୟରେ ଜଳୁଥିବା ପ୍ରତିହିଂସାର ନିଆଁକୁ ପ୍ରୟୋଗ କରିଥିଲେ ଇଂରେଜ ଶାସନ ଉପରେ। ଅନେକ ସଂଗ୍ରାମ ପରେ ଇଂରେଜମାନଙ୍କୁ ଦେଶରୁ ତଡ଼ି ଦେଇ ଦେଶକୁ ସ୍ୱାଧୀନ ଦେଇ ଏକ ନୂତନ ଭାରତ ସୃଷ୍ଟି କରିଥିଲେ ଏହି ମାଟିରେ। ସେହି ଅଭୁଲା ଅତୀତକୁ ସାରା ଦେଶରେ ପାଳନ ହେଉଥିବା ବେଳେ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲ ମଧ୍ୟ ପାଳନ କରିଥିଲା ଦେଶର 76ତମ ସାଧାରଣତନ୍ତ୍ର ଦିବସ। ଦେଶ ସ୍ୱାଧୀନର ମୁଖ୍ୟ ଭୂମିକା ନେଇଥିବା ବୀର ସୈନିକ ତଥା ଦେଶପ୍ରେମୀଙ୍କୁ ସମ୍ମାନ ଜଣାଇଥିଲେ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀମାନେ, ଯେଉଁମାନେ ଦେଶ ପାଇଁ ବଳିଦାନ ଦେଇ ସ୍ୱାଧୀନତା ଆଣିଥିଲେ। ତାଙ୍କ ଉଦ୍ଦେଶ୍ୟରେ ଏବଂ ଭାରତବର୍ଷର ସ୍ୱାଧୀନତା ଭଳି ମହାନ ପର୍ବକୁ ଶୃଙ୍ଖଳାର ସହିତ ପାଳନ କରିଥିଲେ ଛାତ୍ରଛାତ୍ରୀମାନେ। ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲର ମ୍ୟାନେଜିଂ ଡାଇରେକ୍ଟର ମାଧୁରିକା ପ୍ରଧାନ ଜଣେ ଉଚ୍ଚ ଶିକ୍ଷିତା ହୋଇଥିବା ଯୋଗୁଁ ଶିକ୍ଷାକୁ ବାଣ୍ଟିବାରେ ଭିନ୍ନ ଭିନ୍ନ ପନ୍ଥା ଆପଣାଇଥାନ୍ତି। ଯେକୌଣସି କାର୍ଯ୍ୟକ୍ରମକୁ ଏକ ନିଆରା ଏବଂ ଭିନ୍ନ ଢଙ୍ଗରେ କରି ଛାତ୍ରଛାତ୍ରୀଙ୍କ ମନୋବଳକୁ ସୁଦୃଢ଼ କରିବା ପାଇଁ ସତ ଚେଷ୍ଟା ଜାରି ରଖିଥାନ୍ତି। ଶିକ୍ଷାର ଦିଗକୁ ସରଳ ଏବଂ ସହଜ କରୁଥିବା ଯୋଗୁଁ ଏହି ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲ ଉପରେ ଅଭିଭାବକଙ୍କ ମହଲରେ ଆଗ୍ରହ ରହିଆସିଛି। ଏହି ସାଧାରଣତନ୍ତ୍ର ଦିବସକୁ ମଧ୍ୟ ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଚେଷ୍ଟା କରିଛନ୍ତି। ମାଧୁରିକା ପ୍ରଧାନଙ୍କ ଶିକ୍ଷା ଦିଗରେ ଉନ୍ନତମାନର ଶିକ୍ଷା ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ଦିଗରେ ଶିକ୍ଷା ଦେବାର ପ୍ରୟାସକୁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ପସନ୍ଦ କରିବା ସହିତ ତାଙ୍କ ନିର୍ଦ୍ଦେଶରେ ବହୁ ମୂଲ୍ୟ ମିଳିଥାଏ ବୋଲି ପ୍ରକାଶ କରିଛନ୍ତି। ब्यूरो रिपोर्ट, एबी न्यूज।